ମୁଁ ଜାଣିବା ପାଇଁ ଚାହୁଥିଲି ଆପଣ ଯେଉଁ ଯାଇଥିଲେ ଆପଣଙ୍କର ନାବାଳିକା ବନ୍ଧୁଙ୍କ ସହିତ କ'ଣ ଘଟିଥିଲା ସେଠିକାର ଘଟଣା ଜାଣିବା ପାଇଁ। ଆଜ୍ଞା ସାର୍, ଆମେ ସାର୍ ଧଉଳିରୁ ସାର୍ ଫେରୁଥିଲୁ। ଆମେ ସାର୍ ଏଇ ଯେଉଁ 2ଟା 3ଟା ବେଳକୁ ଯାଇଥିଲୁ ଧଉଳି ବୁଲିବା ପାଇଁ। ଧଉଳି ବୁଲିକି ସାର୍ ଆମେ ଆସୁଥିଲୁ, ସନ୍ତ ବିହାର ଦେଇକି ଆସିଥିଲୁ ସାର୍। ସେତେବେଳେ ଏଇ ଆମର ମିନିମମ୍ 6:30ରୁ 7ଟା ପାଖାପାଖି ହେଇଥିଲା। ସିଏ ଆମେ ଆସିଲା ବେଳୁ ସେ ଦି ଜଣ ପିଲା ସେ ଯେଉଁ ନଈ ବନ୍ଧଟା ଅଛି ସେଇଠି ସାର୍ 2 ଜଣ ଥିଲେ ସାର୍। ଆମେ ସାର୍ ଆସିଲା ବେଳୁ ସେ ହଠାତ୍ କିନା ସାର୍ ଆମ ସାମ୍ନାକୁ ପଳେଇ ଆସିଲେ। ଆମେ ହଠାତ୍ ସାର୍ ଏବେ ଆମେ ସାର୍ ବାଇକ୍ଟା କଟ୍ କାଟି ଯାଉଥିଲୁ, ସେ ଆମ ସାମ୍ନାକୁ ଆସିଲେ। ଆମେ ହଠାତ୍ କିନା ସାର୍ ବ୍ରେକ୍ ମାରିଲୁ, ସେ ଆସିକି ଆମ ଚାବି ବନ୍ଦ କରିଦେଲେ। କହିଲେ କି ଆମକୁ ପଇସା ଦିଅ, ଆମେ ତୁମକୁ ଛାଡ଼ିବୁନି। ଆମେ ସାର୍ କହିଲୁ ଆମ ପାଖରେ ସାର୍ ପଇସା ନାହିଁ, ଆମ ପାଖରେ କିଛି ନାହିଁ, ଭାଇ ଦେଖିଦିଅନ୍ତୁ କିଛି ନାହିଁ। ସେ କହିଲେ କି ନାହିଁ, ତମ ପାଖରେ ଠିକ୍ ପଇସା ଅଛି, ତମ ଘର ଲୋକକୁ ଫୋନ୍ କର, ନହେଲେ ଆମେ ପୋଲିସକୁ ଫୋନ୍ କରିବୁ, ତମକୁ ଛାଡ଼ିବୁନି। ତମ ଘର ଲୋକ କୁହ ଏବେ 50,000 ନା 1,00,000 ଟଙ୍କା ଛାଡ଼ିବେ, ତାହେଲେ ଆମେ ଛାଡ଼ିବୁ, ନହେଲେ ଛାଡ଼ିବୁନି। ତାପରେ ସାର୍ ଆମେ ଯେତେବେଳେ ମନା କଲୁ, ସାର୍ ତ ଘରେ ଫୋନ୍ କରନ୍ତୁନି, ପୋଲିସକୁ କୁହନ୍ତୁନି, ସେ ତାପରେ ସାଙ୍ଗେ ସାଙ୍ଗେ ଗାଡ଼ି ଚାବି ସାର୍ ବନ୍ଦ କରିକି ଗାଡ଼ି ଚାବିଟା ସାର୍ ନେଇଗଲେ, ପକେଇଥିଲେ ସାର୍। ଆଉ ସାର୍ ଆମକୁ 2 ଜଣ ପାଟିରେ ହାତ ଦେଇକି ଭିଟିକି ଭିତରକୁ ସାର୍ ନେଇକି ଗଲେ ଉଠେଇକିନା। ତାପରେ ସାର୍ ସେଇଠି ମୋତେ ସାର୍ ବାଡ଼େଇଲେ, ମୋର ରୂପା ଚେନ୍ ସାର୍ ନେଇଗଲେ, ମୋର ପର୍ସ ମୋ ଫୋନ୍ ସାର୍ ନେଇଗଲେ। ସେ ସାର୍ ସେଇଠି ନିର୍ଧୁମ ମୋତେ ବାଡ଼େଇଲେ। ତାପରେ ସାର୍ ଝିଅଟା କହିଲେ କି ତୋ ପାଖରେ ଯେତିକି ପଇସା ଅଛି ଦେ। ତାପରେ ସାର୍ ତା ସୁନା ଚେନ୍, ତା ଫୋନ୍ ସାର୍ ସବୁ ନେଇଗଲେ। ତାପରେ ସାର୍ ମୋତେ ସେଠି ବାଡ଼େଇଲେ, ମୋ ଗଞ୍ଜି ସାର୍ ସବୁ ଚିରାଚିରି କରିକିନା ସାର୍ ମୋତେ ସେଠି କଣ୍ଟା ଗଛରେ ଶୁଆଇ ଦେଇକି ମୋତେ ସାର୍ ସେଠି ବାଡ଼େଇଲେ। ତାପରେ ସାର୍ ଝିଅକୁ ସାର୍ କ'ଣ କରି ଭିଡ଼ି ସାର୍ ଭିତରକୁ ସାର୍ ନେଇକି ଯାଉଥିଲେ। ମୁଁ ସାର୍ ଯେତେବେଳେ ଦେଖିଲେ, ମୁଁ ତାଙ୍କୁ ଯେତେବେଳେ ସାର୍ ରିକ୍ୱେଷ୍ଟ କଲି, ସେ ସାର୍ ଜମା ଶୁଣିଲେ ନାହିଁ ସାର୍, ଭିତରକୁ ନେଇ ତାପରେ ମୋ ମୁହଁ ଉପରେ ସାର୍ କ'ଣ କଲେ, ପଥର ରଖିଥିଲେ, ଆଉ ଗଞ୍ଜିଟା ମୋ ମୁହଁରେ ଘୋଡ଼େଇ ଦେଲେ। କହିଲେ କି ତୁ ଏଠି ପାଟି ଚୁପ୍ କରି ବସ, ନହେଲେ ପଥରରେ ତୋ ମୁଣ୍ଡକୁ ପିଟିଦେବୁ। ତାପରେ ସାର୍ ଠିକ୍ ତା 5-10 ମିନିଟ୍ ପରେ ସାର୍ ଝିଅଟା ସାର୍ ଚିଲେଇଲା, କହିଲା କି ଭାଇ ମୋତେ ଛାଡ଼ିଦିଅ, ଏମିତି କରନି ସାର୍। ସେ ତାପରେ ହଠାତ୍ କିନା ତା ପାଟି ବନ୍ଦ ହେଇଗଲା ସାର୍। ତାପରେ 15-20 ମିନିଟ୍ ସାର୍ ପରେ ମୋତେ ତାପରେ ତାଙ୍କ ଭିତରେ କିଏ ଗୋଟେ ଡାକିଲା କି କ'ଣ ସାର୍ ନାଁ ଡାକିଲା। ତାପରେ ସାର୍ ସେ ମୋତେ ସାର୍ ଭିତରକୁ ନେଇଗଲେ। ସେତେବେଳେ ସାର୍ ଦେଖିଲାରୁ ସାର୍ ସେ ବିନା ଡ୍ରେସ୍ ଥିଲା। ତାପରେ ସାର୍ ତା ଡ୍ରେସ୍ ତାକୁ ଦେଇଥିଲେ। ସାର୍ ତାପରେ କହିଲେ କି ଯେ ଏଇ କଥା ଯେ ତମେ କାହାକୁ ବି ସାର୍ କହିଲ, ତାହେଲେ ତମର ଏଇ ଭିଡ଼ିଓ ଆମେ ଭାଇରାଲ୍ କରିଦେବୁ। ସେହି ଜାଗାରେ ଟୋଟାଲ କେତେଜଣ ଯୁବକ ଥିଲେ? ସାର୍ ଟୋଟାଲ୍ 5 ଜଣ ଥିଲେ। ସେମାନଙ୍କ ମଧ୍ୟରୁ 2 ଜଣ ଗାଡ଼ି ଅଟକାଇଲେ, ଆଉ ସମସ୍ତେ କ'ଣ କରୁଥିଲେ? ସାର୍ ବାକି 3 ଜଣ ସାର୍ ଭିତରେ ଥିଲେ। ଆପଣଙ୍କୁ ନଦୀବନ୍ଧ ଭିତରକୁ ନେଇକି କ'ଣ କଲେ? ନା ସାର୍ ବାନ୍ଧିଲେନି ସାର୍, ଆମ ଭିଡ଼ିକିନା ଭିତରୁ ନେଇକି ଆମ ପାଟି ବନ୍ଦ କରି ସାର୍ ଆମକୁ ବାଡ଼େଇଲେ। ଆପଣଙ୍କର ଆଖି ଆଗରେ କ'ଣ ଗଣଦୁଷ୍କର୍ମ କଲେ ସେମାନେ? ନା ସାର୍, ତାକୁ ସେ ଭିତରକୁ ସାର୍ ନେଇଗଲେ। ଆଉ ବି ତାଙ୍କ ସହ ଦୁଷ୍କର୍ମ ହୋଇଛି କି? ଆଜ୍ଞା ସାର୍।